ଅଛି ଲାଷ୍ଟ ଦିଟା କ୍ଲାସ ନିହାତି ତମାନେ ସମସ୍ତେ ଦେଖିଛ ଆମେ ଏଇଠୁ ଛାଡିଥିଲେ ଏଇଠୁ ରିଜିମ୍ କରିବା 28 ନମ୍ବର କ୍ୱେଶ୍ଚିନ୍ ସ୍କ୍ରିନ୍ ଉପରେ ସ୍କ୍ରିନ୍ ସମସ୍ତଙ୍କୁ ଦେଖାଯାଉଛି 28 ନମ୍ବର କ୍ୱେଶ୍ଚିନ୍ ସମସ୍ତଙ୍କୁ ଦେଖାଯାଉଛି ପିଲା ନା ସ୍କ୍ରିନ୍ ଆସୁନି ସାର୍। ଆସିନି ସ୍କ୍ରିନ୍ କଣ ଆଜି ଷ୍ଟାର୍ଟିଂ ରୁ ପ୍ରୋବ୍ଲେମ ତମର ଆସିନି ନା ହଁ ଏବେ ଦେଖିଲ सर ଏବେ ଆସିଲା ଆସିଲା ସାର୍ ହଁ ସାର୍ ପ୍ରାକ୍ଟିକାଲି ତ ମୋର ଆସୁନି ମୁଁ ଆଉଥରେ ପୁରା ଆସୁଛି। ପିଲା ଆମେ ତାର ଖଡ ଖଡ ହଉଛି ଇୟରଫୋନ ଲଗାଅ ଆମେ ପଢିଥିଲେ ପ୍ରଥମ ହଉଛି ତମର ପରସେଣ୍ଟେଜ ପଢିଥିଲେ ତାର 5ଟା କ୍ଲାସ କରିଥିଲେ ଆଜି ପଢିଲେ ପ୍ରଫିଟ ଆଣ୍ଡ ଲସ୍ ତାର ଅଲରେଡି 2ଟା କ୍ଲାସ ହେଇଯାଇଛି ଆଜି ଗୋଟେ ହବ ତାର 3ଟା କ୍ଲାସ ଦେନ୍ ତାପରେ ଆମେ ପଢିବା ସରଳ ସୁଧ ପ୍ରତିଶୋଧ ଓଡିଆରେ ହଉଛି ଇଂଲିଶରେ ହଉଛି ସିମ୍ପଲ ଇଣ୍ଟରେଷ୍ଟ and compound interest ଏଟା ବି ସେ 3ଟା କ୍ଲାସ ତ ये बेसिकली बहुत बढ़िया बढ़िया 3ଟା चैप्टर जोथि कि बहुत अधिक क्वेश्चन आसे ଆମେ कवर करना देन ଆମେ आगକୁ पढ़िया ओके ए क्वेश्चन स्टार्ट କରିବା ସମସ୍ତଙ୍କୁ ଦେଖା ଯାଉଛି ଆଜ୍ଞା ସାର୍। ଜଣେ ଦୋକାନୀ ଏକ ଦ୍ରବ୍ୟକୁ ଲେଖା ହେଇକି ଥିଲା 12.1/2% ଏଇଟା କିନ୍ତୁ ସେଦିନ କହିଥିଲି କଣ ଏଟା ଉତ୍ତର ଦିଅ କିଏ ଏତେ ଜୋରେ ବର୍ଷା ହଉଛି ଯେ ସାର୍ ସ୍କ୍ରିନ୍ କଟିଗଲା। ସ୍କ୍ରିନ୍ କଟିଗଲା ବାରମ୍ବାର କଟିଯାଉଛି କଣ ଆରେ ଘଡ ଘଡ କିଏ ହଉଛି ଆଜ୍ଞା ସାର୍ ଆସିଛି। ଖଡ ଖଡ କାହାର ହଉଛି ହଉ ତ 12.1/2% ମାନେ ମୁଁ କଣ କହିଥିଲି 1/8 ହଁ 1/8 ବି ଭାବିପାରିବ ନହେଲେ ଆକୁ ଭାବିପାରିବ 12.5% ହେଲା ନା ଓକେ ଗୋଟିଏ ଦୋକାନୀ ଏକ ଦ୍ରବ୍ୟକୁ 12.5% କ୍ଷତିରେ ବିକିଲା ସେହି ଦ୍ରବ୍ୟର ବିକ୍ରୟ ମୂଲ୍ୟ 92.50 ବଢାଇଥିଲେ 6% ଲାଭରେ ବିକିଥାନ୍ତା କଣ ଦେଖ ଭଲସେ ତମେ କଣ ବୁଝୁଛ ଏଠି କେତେ ପରସେଣ୍ଟ ଇକ୍ୱାଲ ଟୁ କେତେ ମୁଁ ଲେଖିବି କିଏ କହିବ କେତେ ପରସେଣ୍ଟ ଇକ୍ୱାଲ ଟୁ 92.50 ମୁଁ ଲେଖିବି ଭଲସେ ଦେଖ କ୍ଷତି ଲାଭ ତାହେଲେ ଏଇଟା ୟୁଜ କର ହଁ ଉତ୍ତର କେତେ ହବ କେତେ ଲେଖିବି କେତେ ପରସେଣ୍ଟ ଇକ୍ୱାଲ ଟୁ ଏତିକି ତମେ ବୁଝିପାରୁଛ ଏତିକି ପରସେଣ୍ଟ କ୍ଷତି ଦେନ୍ 6% ଲାଭ ତାଙ୍କ ଭିତରେ ଡିଷ୍ଟାନ୍ସ ମିଳିଛି 1.5 ତାହେଲେ କେତେ ପରସେଣ୍ଟ ହଉଛି ସେଟା ଦେଖୁନ 12 ଏଟା କେତେ ଲାଭ କଣ ମିଶିବ ତମେ ଜାଣିଛ ଥିଲା 12.5% କ୍ଷତି 6% ଲାଭ ଭିତରେ ଡିଫରେନ୍ସ ଟା କେତେ ଖଡ 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 ହବାର କାରଣ ଅଛି ଏବେ ତ କେହି ହଉନାହାନ୍ତି ମୁଁ ଯେତେବେଳେ ସେ ଟେଷ୍ଟ ଯାଉଛି ଖଡ ଖଡ ହଁ ସାର୍ ଟିକେ ଆଉଥରେ ବୁଝେଇବେ ମୋର ଟିକେ ଶୁଣା ଆସିଲା ଆସିକି ଲେଟ୍ ହେଲା। ମାନେ ଆରମ୍ଭ ହେଲା ଏବେ କିଛି ବୁଝା ହଉନି ମୁଁ କହୁଛି କୋଶ୍ଚିନରେ ଲେଖିଛି ଗୋଟେ ଦ୍ରବ୍ୟକୁ ଥରେ ବିକିଛି 12.5% କ୍ଷତିରେ ଆଉ ଥରେ ବିକୁଛି 6% ଲାଭରେ ତାଙ୍କ ଭିତରେ ଡିଫରେନ୍ସ ଦେଇଛି 92.50 ତାହେଲେ ମୁଁ କେତେ ପରସେଣ୍ଟ ଇକ୍ୱାଲ ଟୁ ଲେଖିବି 92.50
आराम से पिला लिखी कौन 12.5% क्षति 6% लाभ ताल डिफरेंस टा केते बुझी पारनो हेलो ମୋ ଭଏସ ଶୁଭୁଛି ପିଲା ଆଜ୍ଞା ସାର୍ ଆଜ୍ଞା। ତାହେଲେ ଭୁଲି ଯାଇଛ ତମେ ହଉ ତ ଦେଖ ଏଠି ମୁଁ ଏଠି ଲେଖୁଛି ମାଇନସ ମାନେ ସେତିକି ବୁଝେଇବ ନା 10% ଲସ୍ ଆଉ 5% ପ୍ରଫିଟ ଆଙ୍କ ଭିତରେ ଡିଫରେନ୍ସ କେତେ ହବ ନା ଲସ୍ ଆଉ ପ୍ରଫିଟ ମାନେ 15% କାରଣ ଦିଟା ଡିଫରେନ୍ସ ଜିନିଷ ଲସ୍ ଦିଟା ଅପୋଜିଟ ଜିନିଷ ନା ମିଶିଯିବ ମୁଁ କହୁଛି 10% ଲସ୍ 2% ଲସ୍ ହେଲା ଦିଟା ଲସ୍ ଲସ୍ ହେଇଗଲେ ଫେଡି ହେଇଯିବ ମାନେ 10% 2% ଫେଡାଣ ଫଳ କେତେ ହବ 8% ମୁଁ କହୁଛି 25% ପ୍ରଫିଟ ଆଉ 8% ପ୍ରଫିଟ ତାହେଲେ ଦିଟା ଏକ ପ୍ଲସ୍ ପ୍ଲସ୍ ଅଛି ମାନେ ତମ ପ୍ରଫିଟ ଅଛି ବି ଫେଡା ହବ ତାହେଲେ ତାଙ୍କ ଭିତରେ ଡିଫରେନ୍ସ କେତେ ହଉଛି ପିଲା 17% ଏବେ ବୁଝିପାରିଲ ଆଜ୍ଞା ସାର୍ ତାହେଲେ ତମର ମାଇନସ ପ୍ଲସ ରହିଲେ ମିଶିବ ମାଇନସ ମାଇନସ ରହିଲେ ଫେଡା ହବ ପ୍ଲସ ପ୍ଲସ ରହିଲେ ବି ଫେଡା ହବ କ୍ଲିୟର ଆଜ୍ଞା ତାହେଲେ ଏଠି କଣ ଦେଖ କ୍ଷତି ମାନେ 12.5% ମାଇନସ ଅଛି କ୍ଷତିରେ ଅଛି ଗୋଟେ ଆଉ ଗୋଟେ ଦେଇଛି 6% ତାହେଲେ କ୍ଷତି ଆଉ ଲାଭ ତାହେଲେ ଏଠି କଣ ହବ କେତେ ସାର୍ ପରସେଣ୍ଟ ହବ ଡିଫରେନ୍ସ 6.50 ପିଲା ଭଲସେ ଦେଖ ସେଠି କ୍ଷତି ଅଛି ଏଠି ଲାଭ ଅଛି ତାହେଲେ ଦିଟା ଡିଫରେନ୍ସ ହେଲେ ମିଶୁଛି ବା ଦେଖିଲ କ୍ଷତି ଆଉ ଲାଭ ହେଲେ ଆଜ୍ଞା ମିଶୁନି କି ଆଜ୍ଞା ତାହେଲେ ସାର୍ ମିଶାଅ 12.5 ଆଉ ये ମାନେ ମାଇନସ କୁ ଏଠି କାଲକୁଲେଟ କରନା ଜଷ୍ଟ ତମେ ଜାଣିଛ ମିଶିବ ମିଶା ହବ ତାହେଲେ ଏଟା ହଉଛି 18.5% ବୁଝିହେଲା ଆଜ୍ଞା ସମସ୍ତେ ବୁଝିପାରିଲ ଆଜ୍ଞା ସାର୍ Yes, sir. ଆମେ ଆଗରୁ ଏମିତି କୋଶ୍ଚିନ୍ କରିଛେ କେତେ କରିଛେ ରେ କରିଛେ ବହୁତ କରିଛେ ହଁ ଏଇଠି ଦେଖ 7% କ୍ଷତି 9% ଲାଭ ବିକିଥିଲେ 64 ଟଙ୍କା ଅଧିକ ହେଇଥାଉ ତାହେଲେ ତମେ ମିଶେଇକି 16% କରିନଥିଲ 9 7 ଦେଖ 7 9 16 ନୁହଁ କି ଆଜ୍ଞା ସାର୍ ବୁଝିପାରିଲ କ୍ଲାସ ପରେ ସେ ଭିଡିଓକୁ ଆଉଥରେ ଦେଖ ଏ ପିଡିଏଫ ବି ଅଛି ପଢ ୱେବସାଇଟ ବି ଅଛି ଦେଖ ଯାହାଦ୍ୱାରା କି ଏମିତି ଭୁଲିବନି ହେଲା ତାହେଲେ ଏଠି କହିଛି ଦ୍ରବ୍ୟଟିର କିଣା ମୂଲ୍ୟ କେତେ କିଣା ମୂଲ୍ୟ ପାଇଁ କେତେ ପଚାରିବି 100 ସାର୍ 100% ସେଥିରେ ପିଲା ପଏଣ୍ଟ ପରେ ତମେ ତାର ଯୋଉ ଭାଲ୍ୟୁ ଶୂନ ଲଗଉଛ ଶୂନ ଚାହିଁଲେ ଯେତେ ଲଗେଇ ପାରିବ ତମେ ଶୂନ ନ ଲଗେଇଲେ ବି ଚଳିବ ତମେ 92.5 ଲେଖିପାରିବ ହେଲା ତେଣୁ ଦେଖ ଏଠି ତାହେଲେ କେତେ ହଉଛି ତମର 100 ଗୁଣନ 92.5 ସାର୍ ୟାକୁ ଠିକ ଅଛି ଭଗ୍ନାଂଶର ଇଏ କରିଦେଲେ କଣଟା ଭୁଲ ତମେ ତ କରିବ ସରିଲା ଆଉ ସାର୍ ପୁଣି କଣ ମାନେ ଆଜ୍ଞା ହଁ ତାପରେ ହଉଛି 150 150 ପଏଣ୍ଟ ଅଛି ଗୋଟେ ପଏଣ୍ଟ ଅଛି ଗୋଟେ ପଏଣ୍ଟ ଅଛି କିଛି ଟେନସନ ନାହିଁ ତାପରେ ତମେ and କାଟିଦିଅ ସାର୍ ପଏଣ୍ଟ ନାହିଁ ଭଗ୍ନାଂଶ ଭାବିଛ ଭଗ୍ନାଂଶ କୋଉଠି ଅଛି ନା ସାର୍ ଏଇ ଯୋଉ ନାଇଁ ଏଇ ଯୋଉ 92.5 ଟା ଏଟା 925/10 କଲେ ହଁ ଆମେ ଜଷ୍ଟ ଏଇଥିପାଇଁ କରିବା ନା କାହିଁକିନା ଦେଖ ଉପରେ 92.5 ଅଛି ତଳେ 8.5 ଅଛି ଦଶମିକ ପରେ ଗୋଟେ ଗୋଟେ ସଂଖ୍ୟା ଆସି ଯେହେତୁ ତମେ ଭାବିଦିଅ ନାହିଁ ଟୋଟାଲ ଆଜ୍ଞା ବୁଝିପାରୁଛ ମାନେ ଏଇ କୋଶ୍ଚିନରେ ଦଶମିକ ହିଁ ନାହିଁ ଭାବିଦେବେ କାଟ 5 ସେକେଣ୍ଡ କାଟ ଆଜ୍ଞା 5 3 15 5 7 35
5 के 5 5 8 40 5 25 पुणी 37 37 67 5 बोधे हाँ 5 ସେଟା 5 ରେ କଟି ଯାଉଛି ତାହେଲେ ତମର ଆନ୍ସର ହବ କେତେ 5 ବୁଝିଗଲା ପିଲା ଏଇଟା ଯଦି ଯିଏ ବୁଝିପାରିଲାନି ପିଲା ସମସ୍ତେ ସାଇଲେଣ୍ଟ ରହୁଛୁ କଣ ପାଇଁ କେହି ଆଜି ଆଣିନ ନା କଣ ଇୟର କଡ ଆଣିନ ନା କଣ ସାର୍ ଏଇ ଯୋଉ ପଏଣ୍ଟ ଗୁଡା କେମିତି କାଟିଲେ ମାନେ ସେଟା ହଁ ହଁ ବୁଝିପାରିଲି। ହଁ ଦେଖ ମୋ କହିବା କଥା ହଉଛି ତମେ ଯେତେବେଳେ ଅ ହଁ wait, ଲେଖୁଛି ତମେ ଦେଖ ତାପରେ ତମ କୋଶ୍ଚିନ୍ ଏତିକି ବାଟ ଥିଲା ହେଲା ତ ଏତିକି ବାଟ ଥିଲା ପରେ ଦେଖ ମୁଁ ଲେଖୁଛି 2.5 ତାପରେ ମୁଁ ଯେତେ ଇଚ୍ଛା ମନ ଇଚ୍ଛା ଶୂନ ଦେଇପାରିବି ରାଇଟ୍ ସାଇଡ୍ ରେ ଶୂନର କିଛି ଭ୍ୟାଲୁ ନାହିଁ କାହିଁକି ଭ୍ୟାଲୁ ନାହିଁ ନା ଏଇଟା ସାର୍ ଯଦି ମୁଁ ଦଶମିକ ପରେ ଶୂନର କିଛି ଭ୍ୟାଲୁ ନାହିଁ ହଁ ଡାହାଣ ପଟକୁ। ହଁ ଯାହା ଦେଖିଲେ ତଳେ ବି ସେୟା ହେଇଯିବ ହଁ ନା ନାଇଁ ତଳେ ସେତିକିଟା ଶୂନ ପଳେଇ ଆସିବ ତେଣୁ ଭ୍ୟାଲୁ ନାହିଁ ଆମେ ତେଣୁ ଆମ କୋଶ୍ଚିନ୍ ରେ ଯେତେ କହିଥିଲା 92.50 କହିଥିଲା ଏଠି ଆମେ ଦେଖିଲେ ଯେ 18.5 ଆମେ ନେଇକି ଆସିଲେ 18.5% ତେଣୁ ଏ 50 କହିବା ଦରକାର ନାହିଁ ମୁଁ କାଟିଦେଲି ଜାଣିଶୁଣି କାହିଁକିନା ଏଠି ଗୋଟେ ଦଶମିକ ସେଠି ଗୋଟେ ଦଶମିକ ବୁଝିଗଲା ଯେତେବେଳେ ଏମିତି ଆଜ୍ଞା ସିଧା ସିଧା ଦଶମିକ ତମେ ଦେଖୁଛ ଦଶମିକ ପରେ ଗୋଟେ ସଂଖ୍ୟା ଅଛି ସେଠି ବି ଦଶମିକ ପରେ ଗୋଟେ ସଂଖ୍ୟା ଅଛି ଯେତେବେଳେ ସେ ହରଣକୁ ଆସୁଛି ତମ ହରଣ କଣ ହେଲା ଏଇଆ ହେଲା 92.5 18.5 ଯେତେବେଳେ ଏମିତି ଦେଖିବ ଆଜ୍ଞା କୌଣସି କ୍ୱେଶ୍ଚନରେ କୌଣସି କଟାକଟିରେ ଯେତେବେଳେ ଦଶମିକ ପରେ ଗୋଟେ ସଂଖ୍ୟା ଅଛି ଏଠି ବି ଦଶମିକ ପରେ ଗୋଟେ ସଂଖ୍ୟା ଅଛି ତାହେଲେ ଭାବିଦିଅ ଦଶମିକ ହିଁ ନାହିଁ କାହିଁକିନା ସିଏ ଦଶମିକକୁ ଏ ଦଶମିକ କାଟି ହେଇଗଲା ଆଜ୍ଞା ବୁଝିପାରୁଛ ସାର୍ ଏମିତି ଥାନ୍ତା ତାହେଲେ ବି କାଟି ହବ ଯଦି ଏମିତି ଥାନ୍ତା ଏଠି 51 ଲେଖିଛି ଏଠି 5 ଲେଖିଛି ହେଲା ତାହେଲେ କାଟି ହବ ଆଜ୍ଞା ବୁଝିପାରୁଛ ଦଶମିକ ପରେ ଯଦି ତମର ଯେତିକିଟା ସଂଖ୍ୟା ଥିବ ଦଶମିକ ପରେ ଯେତିକିଟା ସଂଖ୍ୟା ଥିବ ଯେତିକିଟା ଅଙ୍କ ଥିବ ସେ ଯଦି ସମାନ ହେଲା ଆମେ ଭାବିଦବା ଦଶମିକ ନାହିଁ ବୋଲି ଏମିତି କାଟିପାରିବା ସିମ୍ପଲି ମାନେ ଏଇଟାର ଉତ୍ତର ଏଇଆ 100 ଗୁଣନ 925 155 ଏଇଟା ତା ମାନେ ହଉଛି ଏଇଆ ବୁଝିଗଲା ଆଜ୍ଞା ନା ସାର୍ କେମିତି ହେଲା କେମିତି ହେଲା ଦେଖ ଆର 10ଟା ତଳକୁ ଆସିବ ଆର ଆଜ୍ଞା ସାର୍ 92.5 ର ଆର 10ଟା ତଳକୁ ହଁ ଆସିବ ଆଉ ଆର 10ଟା ଉପରକୁ ଯିବନି ଆଜ୍ଞା ସାର୍ ଏଇ ହଁ ତ ଆର 10ଟା ଉପରକୁ ଗଲେ ତାର ଉପରକୁ 10 ଯିବ 10 ସାର୍ କଟିଯିବନି ହଁ 10 ଆଜ୍ଞା 10 କଟିଯିବ ତାମାନେ ତ ସେଇଥିପାଇଁ ଆମେ ଓହୋ ଭାବନ୍ତି କଟିଯିବ ବୁଝିପାରିଲ ଆଜ୍ଞା ଆଜ୍ଞା ହଁ ତ ସିମ୍ପଲି ଆର ଉତ୍ତର 5 ହଁ ବୁଝିଲି ତାହେଲେ ଅମରନାଥର ଫଡ଼ ଫଡ଼ ହଉଛି ତାପରେ କୋଶ୍ଚିନ୍ ପଢ ଜଣେ କ୍ଲାସକୁ କିଏ ଆସିଛ ପଢୁନ କଣ ଓକେ ପଢିବି କ୍ଲାସକୁ ଆସିଛି ଅନିତା ଆସିଛି ଶ୍ରେୟାଂଶୀ ଆସିଛି ଦିବ୍ୟ ଆସିଛି ନିମ୍ସା ଆସିଛି ଅମରନାଥ ଆସିଛି ଓକେ ହଁ ପଢ ଜଣେ ବହି ଦୋକାନୀ ଖଣ୍ଡେ ବହି ଉପରେ 10% ରିହାତି ଦେବା ପରେ ମଧ୍ୟ 10% ଲାଭ କରନ୍ତି ଯଦି ବହି ଉପରେ ଦାମ 77 ଟଙ୍କା ଲେଖାଯାଇଥାଏ ତାହେଲେ ବହିଟିର କ୍ରୟ ମୂଲ୍ୟ କେତେ? ମୁଁ ତମକୁ କହିଥିଲି ଯେତେବେଳେ ସୂଚିତ ମୂଲ୍ୟ ଲେଖା ଦାମ ଲେଖା ହେଇଛି ମାନେ ସୂଚିତ ମୂଲ୍ୟ ସେଇଟା କୁଆଡେ ଗଲା କୋଉଠି ଲେଖା ହେଇଥାଏ ମାନେ ସୂଚିତ ମୂଲ୍ୟ ଏମିତି କୋଶ୍ଚିନ୍ ଆସିଲେ କଣ କରିବାକୁ କହିଥିଲେ ତିନିଟା ଚିତ୍ର କରିବାକୁ କହିଥିଲି ଆଜ୍ଞା ହଁ ନା ନାଇଁ ମନେ ପଡୁଛି ଆଜ୍ଞା ସାର୍ ମୋ ହଁ ତାହେଲେ ଉପରେ କଣଟା କିଏ କହିବ Post ଉପରେ price. କଣ ଏଟା ସାର୍ ଉପରେ 100 100 ନଉ କଷ୍ଟ ପ୍ରାଇସ୍ ତାପରେ ଆଜ୍ଞା Market ସାର୍ price. ମାର୍କେଟ Market ପ୍ରାଇସ୍ price. ତାପରେ ତାପରେ ସାର୍ ସେଲିଂ ପ୍ରାଇସ୍ Selling price. selling price, ଏଟା ଏବେ ମୂଳରୁ ପଢି ପଢିକି ଅନିତା ଗୋଟେ ଜାଗାରେ କୋଉଠି ଥୋଇବା କଣ କୁହ ଅନିତା ପଢ ମୂଳରୁ ଅନିତା ଆସିନି ଆଜି କ୍ଲାସକୁ ଆସିଛି ସାର୍ ଅନିତା ମିଟ୍ ରଖୁଛି ନା କଣ
अरे मते को ऑन करी बेचो पड़िबो ना एटा अनम्यूट अछि अनिता क्वेश्चन पढ़ो जोड़े सर हाँ पढ़ो क्वेश्चन पढ़ी हाँ जोड़े कौन टा बही कोठी रखिबी को हाँ हाँ 10% रियायती ताले कोठी लिखिबी को 10% रियायती सर एमपी और सीपी मझिरे एमपी सीपी मझिरे नुए रियायती हाँ सॉरी परफेक्ट 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 ताले ना ना रियायती दबो बा एठी ना एमपी ଆଜ୍ଞା और ସାର୍ एसपी ସେଲିଂ मझिरे ପ୍ରାଇସ୍ बिक्री मूल्य होते हाँ सेलिंग प्राइस आंको भितर 10% रियायती -10% डिस्काउंट तापर ହେଲା ପରେ ମଧ୍ୟ 10% ଲାଭ କରନ୍ତି ତାହେଲେ କାହା ଭିତରେ ଆଙ୍କ ଦିଅଙ୍କ ଭିତରେ କଷ୍ଟ ପ୍ରାଇସ୍ ଆଉ ସେଲିଂ ପ୍ରାଇସ୍ ଭିତରେ 10% ପ୍ରଫିଟ୍ ଅନିରା ବୁଝି ଅଛି हाँ सर ହଁ ତାପରେ ହଉଛି ଯଦି ବହି ଉପରେ 77 ଟଙ୍କା ଲେଖା ହେଇଥାଏ ତାହେଲେ ମତେ ଏବେ ନିଶା କୁହ 77 ଟଙ୍କା କୋଉଠି ଲେଖିବି ନିଶା सर କଣ କରିବି एसपी सर एसपी ଭଲସେ ପଢିକି କୁହ ଆରେ ନିଶାର ଖଡ ହଉଛି ହେଲା ନିଶା ଘର ଘର କଣଟା ହଉଛି सर मु किछि करनी ଆଉ ସମସ୍ତେ ମ୍ୟୁଟ ରଖିଲ ଦେଖିବା ହଁ ଏବେ 77 ଟଙ୍କା କଣ ଲେଖା ଦେଖ ପଢିକି ଦେଖ କୋଉଠି ଲେଖିବି ଯଦି ବହି ଉପରେ 77 ଟଙ୍କା ଲେଖା ଯାଇଥାଏ ମାନେ କଣ ସେଟା मार्केट प्राइस ହଁ ତାହେଲେ କୋଉଠି ଲେଖିବି एमपी रे ଏଠି सर ଲେଖିବି ନା ହଁ ତାହେଲେ आज्ञा ଲେଖା ହେଇଥାଏ ବା ସୂଚିତ ମୂଲ୍ୟ ବା ଲିଖିତ ମୂଲ୍ୟ ବା ମାର୍କେଟ ପ୍ରାଇସ୍ ସବୁ ବୁଝିଗଲା ଏବେ ଆମେ ଦେଖ ଆମେ କୋଶ୍ଚିନ୍ କଣ ପଚାରିଛେ ଏବେ କୋଶ୍ଚିନ୍ କଣ ପଚାରିଛି क्रय मूल्य କ୍ରୟ ମୂଲ୍ୟ ପଚାରିଛି କି ବିଷ୍ଣୁପ୍ରିୟା କହିଲ ନା କିଏ ନା ଶ୍ରେୟାଂଶୀ अरे कहाँ तक हुआ सर ठंडा घर श्रेयांशी तो आज्ञा सर ओके ताहले हमको सेतिकी जदी पहुंचेर अछि हम कोन रास्ता दे जाई परिबा जोठी जो रास्ता कंप्लीट अछि तम देखि परछे एई रास्ता कंप्लीट हेता 77 रु हम एठी पहुंची परिबा तापरे हम 10% परसेंट भाबरे ऊपर जाई परिबा सेई गुटे खाली खड़ खड़ गोटे काम कर किए से खड़ खड़ बंद कर रे बाबा दिव्य बंद कलो दिव्य बंद हो गया दिव्य खड़ खड़ होती अनिता बंद कलो हाँ मैं भी अनितार खड़ खड़ होता बोले जहाँ भी हो चलो क्वेश्चन चलो ताहले तुम पिला भले तुम निजे बुझिया चेष्टा करो जे कौन होची तुम एई रास्ता जाई कि जाई परिबो एमती ही कि एई जगह पहुंची परिबो आउ कौन सी एमती तुम ऊपर जाए जम मारी पारे किसी डेली रिलेशन जम मारी परिबो ताहले सेई रिलेशन रे हमें जिबा चलो 77 रु 10% डिस्काउंट देके एठी पहुंचीबा चलो फास्ट चलो 77 रु 10% डिस्काउंट देके एठी पहुंच 77 रु 10% केते ना 77 रु 10% 7 टका 7 पैसा ହଁ ନା ନାଇଁ ତାହେଲେ ଏଟା କେତେ ହବ ସାର୍ ଏଟା ହବ 3 ପଇସା ଏଟା ହଉଛି 6 16 9 7 16 ଏଟା ହଉଛି 6 ତାହେଲେ 69 ଟଙ୍କା 30 ପଇସା ଏଟା ହେଇଗଲା ତମର ସେଲିଂ ପ୍ରାଇସ୍ ଏତିକି ବାଟ ସମସ୍ତେ ବୁଝିଗଲା हाँ सर ଆଜ୍ଞା ସାର୍ ତାପରେ ଏବେ ଜବ୍ ମାରିବା କଣ 10% ତାହେଲେ ମତେ କୁହ ଏବେ ତମେ ନିଜେ ଚିନ୍ତା କର ଏଇ ଯୋଉ 69 ଟଙ୍କା 30 ପଇସା ଟା ହେଲା ତମେ ତ ଏଇ ଦେଖ କୋଶ୍ଚିନ୍ ଦେଖିକି ତମେ ତ 69 ଟଙ୍କା ଏଇଟା ହଉଛି ମାନେ କଣ ତମ ବିକ୍ରି ମୂଲ୍ୟଟା ଏଥିରେ ପୁଣି ଲାଭ ଅଛି ତାହେଲେ କ୍ରୟ ମୂଲ୍ୟଟା ତାଠୁ କମ ହବ ଭଲସେ ଆଉଥରେ କହୁଛି ଶୁଣ 69 ଟଙ୍କା 30 ପଇସା ଏଇଥିରେ ତମର ଲାଭ ଅଛି ତାହେଲେ କ୍ରୟ ମୂଲ୍ୟଟା ତାଠୁ କମ ହବ ତେଣୁ ଆମେ ସିଧା ଏମିତି କରିକି କହିବା 63 ଟଙ୍କା ହଉଛି ଉତ୍ତର ଏମିତି କହିପାରିବା ଆଉଥରେ କହୁଛି ଶୁଣ
69 ଟଙ୍କା 30 ପଇସା ହଉଛି ତମ ବିକ୍ରି ମୂଲ୍ୟ। ଏଥିରେ ସେ କହୁଛି 10% ଲାଭ ହେଇଛି, ତାମାନେ କିଣା ମୂଲ୍ୟଟା ତାଠୁ କମ ଉତ୍ତରରେ ନାହିଁ, ଏଇଟା ଭାଜା ତମେ ମାରି ଯାଇ ପାରିବ, ଫିର ବି ଆମେ ସାର ବାହାର କରିବା। ତାହେଲେ ମତେ କୁହ ପିଲା 10% ଲାଭରେ ବିକିଛି ମାନେ କେତେ ପରସେଣ୍ଟରେ ବିକିଛି? କହୁନ 10% ଲାଭରେ ବିକିଛି ମାନେ କେତେ ପରସେଣ୍ଟ ବିକୁଛି ସେଲିଂ ପ୍ରାଇସ୍? 110%। 110%। 110% ହଉଛି 69 ଟଙ୍କା 30 ପଇସା। ତାହେଲେ କିଣା ମୂଲ୍ୟ ପାଇଁ କେତେ ପରସେଣ୍ଟ ପଚାରିବେ? 100% ପଚାରିବେ। ପଚାର। ଦେଖ ଏଇଠି ମୁଁ ଦେଇଛି 100 ନ ଲେଖିଲେ ଚଳିବ ପିଲା। କାହିଁକି 100 ନ ଲେଖିଲେ ଚଳିବ? କାହିଁକି ନା ଯେ ତମେ ଦେଖିପାରୁଛ 100 ସହିତ ସେଇଟା ଗୁଣିଥାନ୍ତେ, ତମେ ଯାହା ସେଇଆ ହେଇଯିବ। ବାଇ 110 ଗୋଟେ ଶୂନ କଟିଗଲା। ଦେନ୍ 1166 11 33। ବୁଝିହେଲା ପିଲା? ଆଜ୍ଞା ସାର୍। ଆଜ୍ଞା ତ ଚିତ୍ରଟାରେ ଯଦି ତମେ ଭଲସେ ରଖିପାରିବ ତାହେଲେ ଇଜିଲି ସେ କ୍ୱେଶ୍ଚିନ୍ ଆନ୍ସର ପହଞ୍ଚି ପାରିବ ହେଲା। ତେଣୁ କୋଉଟା କଣ ଦେଇଛି ଭଲସେ ନିହାତି ରଖିବାକୁ ଚେଷ୍ଟା କର। ଚାଲ ତାପରେ ବସିବା। ଇଏ କ୍ୱେଶ୍ଚିନ୍ ତ ଉତ୍ତର ସାଙ୍ଗେ ସାଙ୍ଗେ ଦେଇପାରିବ। ତାମାନେ ପିଲାକୁ ଏମିତି ଲେଖିପାରିବି କି ଏବେ ମତେ ଏବେ 90 କି ଆସିବ, ଏଇଠି ଆସିଲେ ଆଜି ପାସ୍। ଓକେ, ଅନିତାର ଖଡ ଖଡ ହଉଛି। ଅନିତା ତମେ ମ୍ୟୁଟ୍ ରଖିଥା। ନିର୍ଷା ଆସ, ନିର୍ଷା ଲାଇଭକୁ ଆସ। ଓକେ, ତାହେଲେ କ୍ୱେଶ୍ଚିନ୍ ଭଲସେ ପଢ। ଗୋଟିଏ ଟିଭିକୁ 3600 ଟଙ୍କାରେ ବିକ୍ରି କଲେ 10% କ୍ଷତି ହୁଏ। ଠିକ ଅଛି, ଆଉ ଥରେ ଭଲସେ ପଢ। ଗୋଟିଏ ଟିଭିକୁ 3600 ଟଙ୍କାରେ ବିକ୍ରି କଲେ 10% କ୍ଷତି ହୁଏ। ତାହେଲେ ବିକ୍ରି ମୂଲ୍ୟ 3600, ତାହେଲେ ବିକ୍ରୟ ମୂଲ୍ୟର ପରସେଣ୍ଟେଜ କେତେ ହବ ଦେଖ? 10% କ୍ଷତି ମାନେ କେତେ ପରସେଣ୍ଟ? ସାର୍ 90 90% ହଉଛି 3600, ଏଟା ସମସ୍ତେ 36 ଜାଣିବେ। ଟଙ୍କା। ଏବେ ଆଗକୁ ପଢିବ। କେତେ ଟଙ୍କାରେ ବିକ୍ରି କଲେ 20% ଲାଭ ହବ? 20% ଲାଭ ମାନେ କେତେ ପରସେଣ୍ଟ? 120। 120। এইটা ହେଲା ଉତ୍ତର। ବାହାର କର। ଅପସନ୍ ବି। ଅଳ୍ପ ପଢିବା ଦେହ ଭଲ ନାହିଁ। ଅପସନରେ ନାହିଁ? तो 4800 ऑप्शन बी। ଚାରି ଅପସନ୍ ବି। ଆଜ୍ଞା ସାର୍ 4800। ଆଜ୍ଞା ସାର୍ 4800। ସେମିତି ଗୋଟେ ସର୍ଟକଟରେ କରିପାରିବା। ଦେଖ 9 ଚଉ 36 ହେଲା, 4 ଗୁଣା ହଉଛି, ତାହେଲେ ଆଧରେ ବି 4 ଗୁଣା ହବ। 12 ଚଉ 48, 48 ଥିବା ଉତ୍ତର। ବୁଝିଲା? 9 48 ଚଉ ଆଜ୍ଞା 36, ହଁ 9 ଚଉ 36, 4 ଗୁଣା ହଉଛି, ତାହେଲେ ଏଇ ଯୋଉ ବା ପାଖରେ ଯୋଉଟା ଥିବ ତା ଦେହରେ ବି 4 ଗୁଣା ହବ ବାଧ୍ୟ। 12 ଚଉ 48, 48 ଥିବା ଉତ୍ତର। ଏସବୁ କଟିଗଲା। ବୁଝିପାରୁଛ? ଏମିତି ବି କରିପାରିବ। ଆଉ ନହେଲେ ତମେ ତ ନର୍ମାଲ ପ୍ରୋସିଜର ଜାଣିଛ, 120 into 3600 ବାଇ 90, ଗୋଟେ ଶୂନ କାଟିଲ, 9 ଚଉ 48, 12 ଚଉ 48, ଦିଟା 48। ଠିକ ଅଛି, ଏଇଟା ଗତ କ୍ଲାସରେ ଯେତିକି କୋଶ୍ଚିନ୍ ଥିଲା ଆମେ ସାରିଦେଲେ। ଦେନ୍ କ୍ଲାସ 3 ଯିବା ଆଜିର। ହଁ, ଭଲସେ କୋଶ୍ଚିନ୍ ପଢ। କହିଛି ଟଙ୍କାରେ 15ଟି ଲେଖାଏ ବେଲୁନ କିଣିଲି। କଣ ବୁଝିଲ? ଟଙ୍କାଟାରେ ତମେ 15ଟା ବେଲୁନ କିଣୁଛ। ଗଲା, ଡର୍ଜନକୁ 25 ବିକ୍ରି, ଡର୍ଜନକୁ କେତେ ଟଙ୍କାରେ ବିକିଲେ 25% ଲାଭ ହବ? ମାନେ ଡର୍ଜନକୁ ବୁଝିପାରୁଛ? 12ଟାକୁ ଆଜ୍ଞା ସାର୍ ବାହାରେ କେତେ ଟଙ୍କାରେ ହଁ, କେତେ ଟଙ୍କାରେ ବିକି 25% ଲାଭ ହବ? ସାର୍ ଆନ୍ସର ବାହାର କରିବା। ଦେଖ, ହଁ ନିଶ୍ଚୟ ଆନ୍ସର ବାହାର କରିବା। ଦେଖ ତମକୁ ଗୋଟେ କଥା ବୁଝିବାକୁ ପଡିବ
ଏଠି ତମକୁ 15ଟା ଦେଇଛି ପ୍ଲାନିଂ କରି ଏଠି ଦେଇଥାନ୍ତା 12ଟା ମୁଁ ଏତିକି ଟଙ୍କା ଦେଲି ତାହେଲେ ତମେ ସାଙ୍ଗେ ସାଙ୍ଗେ ଉତ୍ତର ବାହାର କରିପାରିଥାନ୍ତ ବୁଝିପାରୁଛ ଏଠି କହିଦେଇଛି ଆଜ୍ଞା 15ଟା ତେଣୁ ଏ କ୍ଷେତ୍ରରେ ମୁଁ କଣ କଲେ ସୁବିଧାରେ ବାହାର କରିପାରିବି ସେଇଟା ହଉଛି ଟେନସନ ମାନେ ସେଇଟା ହଉଛି ଉପାୟ ତମେ ବାହାର କରିପାରିବ ଦେଖ ମୋ କହିବା କଥା ହଉଛି ତମେ ଯଦି ଏଠି 15ଟାକୁ ଟଙ୍କାଟାରେ କିଣିଛ ଗୋଟେ ବାହାର କରିବା ଚାହିଁବ ତାହେଲେ 100 ପଇସା ବାଇ 15 ପଇସା ହବ ସିଏ ତା ଦେହରେ ବି ଟାଇମ ଲାଗିଯିବ ତେଣୁ ସବୁଠୁ ଭଲ ଉପାୟ ହଉଛି ତ ଥିଲା ତାହେଲେ ଟଙ୍କାଟାରେ 15ଟି ଲେଖାଏଁ କିଣିଛି ହେଲା ଟଙ୍କାଟାରେ 15ଟି ଯଦି ବେଲୁନ ମିଳିଛି ମୁଁ ଯଦି କହିବି ପିଲା 60ଟି ବେଲୁନ କେତେ ଟଙ୍କା ଲାଗିବ କିଏ କହିବ ଗୋଟେ ଟଙ୍କାରେ 15ଟା ବେଲୁନ କିଣିଛି 60ଟି ବେଲୁନ ପାଇଁ କେତେ ଟଙ୍କା ଲାଗିବ 300 300 ଟଙ୍କା ଲାଗିବ ଏତେ ଭଲ ପିଲା ଦେଖି ଆଉ ଥରେ ଶୁଣ ମୁଁ କ୍ୱେଶ୍ଚିନ୍ 60ଟି ଆଜ୍ଞା ବେଲୁନ କେତେ ଟଙ୍କା ଲାଗିବ ଟଙ୍କାଟାରେ 15ଟା ବେଲୁନ କିଣିଛି 4 ଟଙ୍କା କେତେ ଟଙ୍କା 60 4 ଟଙ୍କା Yes. ତାହେଲେ 4 ଟଙ୍କାରେ 60ଟି ବେଲୁନ ସେ କିଣିବ ସମସ୍ତେ ବୁଝିଲ ନା ନାଇଁ ଏବେ ମତେ କୁହ ଏଇ ଯୋଉ ଅ, 4 ଟଙ୍କାରେ 60ଟି ବେଲୁନ ସେ କିଣିଛି ଗଲା ତାହେଲେ 25% ଲାଭରେ ଯଦି ବିକିବ ମାନେ ଶୁଣ 25% ଲାଭରେ ଯଦି ବିକିବ ତାହେଲେ 4 ଟଙ୍କାରେ 25% ଲାଭ ମିଶିବ ନା ନାଇଁ ତ 4 ଆଜ୍ଞା ଟଙ୍କାର 25% ଲାଭ ମାନେ 4 ଟଙ୍କାର 25% କେତେ ଟଙ୍କା 4 ଟଙ୍କାର 25% କେତେ ଟଙ୍କା 25% ମାନେ କେତେ 4 ଭାଗରୁ ଭାଗିବା ଏ ଏକ କେତେ ଟଙ୍କା ହଉଛି ହଁ ଏକ ତାହେଲେ ସିଏ 5 ଟଙ୍କାରେ ବିକିବା ଦରକାର ତାହେଲେ 60ଟା ବେଲୁନକୁ 5 ଟଙ୍କାରେ ବିକିବା ଦରକାର ତାହେଲେ ତାର 25% ଲାଭ ହବ ଏତିକି ବାଟ ସମସ୍ତେ ବୁଝିଗଲା ସାର୍ 60ଟା କୋଉଠୁ ଆଜ୍ଞା ଆଣିଲ ମୁଁ ନିଶ୍ଚୟ କହିବି 60ଟା କୋଉଠୁ ଆଣିଲ ମୁଁ ନିଶ୍ଚୟ କହିବି ବର୍ତ୍ତମାନ ଏତିକି ବୁଝ ତମର ସେ କହିଥିଲା 15ଟି ବେଲୁନକୁ ଟଙ୍କାଟାରେ କିଣିଛି ମୁଁ କହିଲି 60ଟି ବେଲୁନ କେତେ ପଚାରେ ତମେ କହିଲେ 60 ମୁଁ କହିଲି ହଉ ଠିକ ଅଛି 4 ଟଙ୍କାରେ ତ ମୁଁ କହିଲି ଠିକ ଅଛି ମୁଁ କହିଲି ସେ 25% ଲାଭ ଚାହୁଁଛି ତାହେଲେ 4 ଟଙ୍କାର 25% କେତେ ଗୋଟେ ଟଙ୍କା ତେଣୁ 5 ଟଙ୍କାରେ ବିକିବା ଦରକାର ତାମାନେ ଗୋଟେ ଆମର ଲାଷ୍ଟ ଗୋଟେ ଇକ୍ୱେସନ ବାହାରିକି ଆସିଲା 60ଟା ବେଲୁନକୁ 5 ଟଙ୍କାରେ ବିକିବା ଦରକାର ଏତିକି ବାଟ ସମସ୍ତେ ବୁଝିଗଲା ଆଜ୍ଞା ସାର୍ ତାହେଲେ 60ଟା ବେଲୁନ ମାନେ 60ଟା ବେଲୁନ ମାନେ କେତେ ଡର୍ଜନ କିଏ କହିବ 5 ଡର୍ଜନ 5 ପାଞ୍ଚ ତାହେଲେ 5 ଡର୍ଜନକୁ 5 ଟଙ୍କାରେ ବିକିବା ଦରକାର ସେଇ ଆଜ୍ଞା ସେମ କଥା ନା 60ଟା ବେଲୁନ ଯା 5 ଡର୍ଜନ ତାହେଲେ 5 ଡର୍ଜନକୁ 5 ଟଙ୍କା ତାହେଲେ 1 ଡର୍ଜନକୁ କେତେ ଟଙ୍କା ଏକ ହେଲା ଟଙ୍କାରେ ଏକ ଟଙ୍କା ତମ କୋଶ୍ଚିନ୍ ମତେ ସେଇଆ ପଚାରିଥିଲା ଡର୍ଜନକୁ କେତେ ଆଜ୍ଞା ବିକିବ ତାହେଲେ 1 ଟଙ୍କା ହବ ଏବେ ସାର୍ କୋଶ୍ଚିନ୍ ପଚାରିଲେ ସାର୍ ଆପଣ 60 କୋଉଠୁ ଲାଗି 60 ଏମିତି କୋଶ୍ଚିନ୍ ଆସିଲେ ଆମକୁ ଗୋଟେ ଏମିତି ଧରିବାକୁ ପଡିବ ଏଠି ଦେଇଛି 15 ଏଠି ଦେଇଛି 15 ଏଠି ଦେଇଛି 12 ଡର୍ଜନ ମାନେ 12 ହଁ ନା ନାଇଁ ତାହେଲେ ଏମିତି ଗୋଟେ ଆମକୁ ଧରିବାକୁ ପଡିବ ଯୋଉଟା ଦିଟା ପରୀକ୍ଷାରେ କଟୁଥିବ ମାନେ 15 ପରୀକ୍ଷାରେ ବି କଟୁଥିବ 12 ପରୀକ୍ଷାରେ ବି କଟୁଥିବ ସେ ସଂଖ୍ୟାଟା କେତେ ସାର୍ 60 ଷାଠିଏ ନୁହଁ କି ତାପରେ ସାର୍ 120 ବି ଅଛି 120 ବି ଦିଟା ପରୀକ୍ଷାରେ ନାହିଁ 15 ପରୀକ୍ଷାରେ ବି ଅଛି 12 ପରୀକ୍ଷାରେ ବି ଅଛି 15 ଆରେ ହଁ କି ନା ଆଜ୍ଞା ସାର୍ ଆଜ୍ଞା ଆଜ୍ଞା ସାର୍ ଅଛି ସମସ୍ତେ ପରୀକ୍ଷା ଭୁଲି ଯାଇଛେ କି ନା ସାର୍ ଅଛି ସାର୍ 15 ଟା 12 10 ନା ତମେ ଏକା କହୁଛ ଆଉ କେହି କହୁନାହାନ୍ତି ନା ସେଇଥିପାଇଁ ପଚାରୁଛି। ଅନିତା ଭୁଲି ଯାଇଛି ପରୀକ୍ଷା ଲିନସା ଆରେ ସାଇଲେଣ୍ଟ ହେଇକି ବସିଲେ ମୋ ଦେହ ଖରାପ ଅଛି କ୍ଲାସ କରୁଛି ତାହେଲେ ସାଇଲେଣ୍ଟ ହେଇ ବସୁଛ କୁଆଡେ ଗଲେ ପିଲା ସବୁ ଅନିତା ଶ୍ରେୟାଂଶୀ
ନିଶା ଅମରନାଥ ବୁଝି ହେଲା ମୁଁ କାହିଁକି 60 ନେଲି ବୁଝିହେଲା। ନା ସାର୍। ହଁ ନା ନା। ନା ସାର୍। ମୁଁ ଯୋଉଟା କହିଲି ଶୁଣିଲ ନା ନାଇଁ? ଆଜ୍ଞା। କଣ କହିଲି? ନିଶା ଶୋଇପଡ଼ିଥିଲ ନାଇଁ? ଟିକେ ଜଲ୍ଦି କୁହରେ ଟାଇମ ନାହିଁ। ନିଶା କ୍ଲାସରେ ନାହିଁ। କଣ? ନିଶା କ୍ଲାସରେ ନାହିଁ। ସେମିତି ନେଟୱାର୍କ ଇସୁ ଥିବ ଯାହା ବି ହଉ 15ଟି ଦେଖ ଯେତେବେଳେ ଏମିତି କୋଶ୍ଚିନ୍ ଆସିବ ଏ ଆସିଲା ସାର୍ ଦିଟାର ଆସିଲା। କଣ ନବ? ହଁ ଯେତେବେଳେ ଏମିତି କୋଶ୍ଚିନ୍ ଆସିବ ସେତେବେଳେ ଏ ଦିଟା ସଂଖ୍ୟାର ଆମେ ଲସାଗୁ ନିଅନ୍ତି 15 ଆଉ 12 ତାର ଲସାଗୁ ତମେ ଦେଖିବ କେତେ ହବ ନା 5 20 20 3 60 ଲସାଗୁ ପାଇବ ତା ଲସାଗୁ ଟା ଯୋଉ ବାହାରିଲା ସେଇଟାକୁ ହିଁ ତମେ ନେଇକି ଚେଷ୍ଟା କରିବ ତାର 15ଟି ବେଲୁନ କହିଛି ତେଣୁ ଆମେ 60ଟି କାରଣ ଲସାଗୁ 60 ହେଲା ତେଣୁ 60ଟି ବେଲୁନ ଆମେ ବସାଇଲେ ମନକୁ ତାହେଲେ 15 ଚଉ 60 ତାହେଲେ 4 ଟଙ୍କା ଲାଗିବ ତମେ ଜାଣିଗଲ ଯେ 60ଟା ବେଲୁନ ଯଦି ମୁଁ କିଣିବି 60ଟା କୋଉଠୁ ଆଣିବ ତମେ ଜାଣିଗଲ ଯେ ଲସାଗୁ ନେଲି ତେଣୁ ହେଇଗଲା 4 ଆଜ୍ଞା ଟଙ୍କା ସେ କହୁଛି ତମେ ବିକିବ 25% ଲାଭରେ ତାହେଲେ 4 + 1 4 ଟଙ୍କାର 25% ଯେ 1 ଟଙ୍କା ତେଣୁ 5 ଟଙ୍କାରେ ବିକିବ ତାପରେ ମୁଁ ବୁଝିଲି 60ଟା ବେଲୁନକୁ 5 ଟଙ୍କାରେ ବିକିବ ଓକେ 60ଟା ବେଲୁନ ମାନେ କେତେ ଡର୍ଜନ 12 × 60 ତାହେଲେ 5 ଡର୍ଜନ ତାହେଲେ 5 ଡର୍ଜନକୁ 5 ଟଙ୍କାରେ ବିକିବ ତାହେଲେ 1 ଡର୍ଜନକୁ ବିକିବ 1 ଟଙ୍କାରେ ହେଇଗଲା ବୁଝିହେଲା ଏବେ ହଁ ବୁଝିହେଲା। ସାର୍ ହଁ ଏ ସାର୍ ଜାଗା ତମେ ହଁ ସାର୍ ସେଠି ବିକ୍ରି ମୂଲ୍ୟ କାହିଁକି କୁହାଗଲା ସେଠି କିଣା ମୂଲ୍ୟ କାହିଁକି କୁହାଗଲାନି? କୋଶ୍ଚିନ୍ ଯିଏ ବନେଇଛି ସିଏ ଡିସାଇଡ୍ କରିବେ ନା ନା ସାର୍ ଏଇ ଯୋଉ ଲେଖିଛନ୍ତି ଆପଣ 60ଟି ବେଲୁନର ବିକ୍ରି ମୂଲ୍ୟ 4 ଟଙ୍କା ଏଠି କିଣା ମୂଲ୍ୟ କାହିଁକି କୁହାଗଲାନି? ସେ ଲେଖିଯିବ 15ଟି ବେଲୁନକୁ ବିକି 1 ଟଙ୍କାରେ ଟଙ୍କାରେ 15ଟି ବେଲୁନକୁ କିଣି ଓହୋ କିଣି ଲେଖି ହଁ ବୁଝିଲି ହଁ ବର୍ତ୍ତମାନ କଥା କହିଲେ ଯେ କାହିଁକି ବିକି କୁହାଗଲା ତେଣୁ ତମେ ଏଠିକି ଆସ ତମେ ଏଇଠି ତ 60ଟା ବେଲୁନ ମୁଁ ବିକି କାହିଁ କହିଲି କାରଣ ତମେ ଏଠିକି ପଳେଇ ଆସିଲ ବିକ୍ରି ମୂଲ୍ୟ 25% ଲାଭ ପର୍ଯ୍ୟନ୍ତ ପଳେଇ ଆସିଲ 5 ଟଙ୍କା ପର୍ଯ୍ୟନ୍ତ ପଳେଇ ଆସିଲ ସାଙ୍ଗେ ଆଜ୍ଞା ଏଇଟା ସାର୍ ତମର କିଣା ଥିଲା ଏଇଟା ତମର କିଣା ଥିଲା ମୁଁ +1 କରି 5 କରିଦେଇଛି କାହିଁକିନା ଆମେ କଲେ 25% ଲାଭ ଦରକାର ତେଣୁ ଯେତେବେଳେ କିଛି ବିକ୍ରି ମୁଁ କହିଦଉଛି ତେଣୁ 60ଟା ବେଲୁନ ବିକ୍ରି ମୂଲ୍ୟ ମୁଁ କହିଚାଲିଲି ଆଉ ବୁଝିପାରୁଛ 60ଟି ବେଲୁନକୁ ମୁଁ 5 ଓହୋ ଟଙ୍କାରେ ବିକିଲି ହଁ 5 ଡଜନ ହେଲେ ମୁଁ କହିଲି 5 ଡଜନକୁ 5 ଟଙ୍କାରେ ବିକିଲି କାହିଁକିନା ମୁଁ 25% ଲାଭ ପର୍ଯ୍ୟନ୍ତ ପହଞ୍ଚି ଯାଇଛି ଓହୋ କୋଶ୍ଚିନ୍ ପଚାରିଛି ଆଜ୍ଞା ନା ସାର୍ ଆଜ୍ଞା ଆଜ୍ଞା ତମେ କହିବ ସାର୍ ଏଠି 60 ଜାଗାରେ ଯଦି 120 ଧରିକି କଣ ହବ ନିଶ୍ଚୟ ହବ କରିକି ଦେଖିବ ନିଶ୍ଚୟ ହବ ତାକୁ ଦେଖିବ କାରଣ 120 ଦିଟା ପଣିକିଆରେ ଅଛି ବା ତମ ଲସାଗୁର ଯେତେ ମଲ୍ଟିପୁଲ ନବ ଯାହା ବି ଧରିଲେ ହବ ଦେଖ ମନେକର 120ଟି ବେଲୁନ ତାହେଲେ 120ଟି ବେଲୁନକୁ କିଣିବା କହୁଛି ମୁଁ ଷ୍ଟାର୍ଟିଂରେ କିଣିବା ପାଇଁ କେତେ ଟଙ୍କା ଲାଗିବ ମତେ କୁହ ଟଙ୍କାଟାରେ 15ଟା ତାହେଲେ 8 ଟଙ୍କା ଲାଗିବ 8 ଟଙ୍କା 15 × 120 ତ ହଁ 120 ଆଜ୍ଞା ସାର୍ 8 ଟଙ୍କା ଲାଗିବ ଏବେ ଆସିବ ମୋ ପାଟିରୁ ଆସିବ ବିକ୍ରି 120ଟି ବେଲୁନକୁ 25% ଲାଭରେ ବିକ୍ରି କରିବା ପାଇଁ 25% ପ୍ରଫିଟରେ ବିକ୍ରି କରିବା ପାଇଁ ସେଲ୍ କରିବା ପାଇଁ କେତେ ଟଙ୍କା ଲାଗିବ ତାହେଲେ 8 ଟଙ୍କାର 25% କେତେ 2 ଟଙ୍କା ଆଜ୍ଞା ତାହେଲେ 10 ଟଙ୍କା ତାହେଲେ ମୁଁ ବୁଝିଲି 112ଟି ବେଲୁନକୁ 25% ଲାଭରେ ବିକିବି 10 ଟଙ୍କାରେ ତାହେଲେ 112ଟା ମାନେ କେତେ ଡଜନ 10 ଡଜନ ତାହେଲେ 10 ଡଜନକୁ
ମୁଁ ବିକିବି 10 ଟଙ୍କାରେ। ତାହେଲେ 1 ଡଜନକୁ ବିକିବି 1 ଟଙ୍କାରେ। ଆଜ୍ଞା ସାର୍ ବୁଝିଗଲା? ହେଇଗଲା answer। ଆଜ୍ଞା ପିଲା ବୁଝିପାରୁଛ? ହଁ ସାର୍। ଚାଲ। ତ କ୍ୱେଶ୍ଚିନ୍ ରେ ଟିକେ ପରୀକ୍ଷାରେ ଟିକେ ଏମିତି ଟିକେ ବଡ ବଡ କ୍ୱେଶ୍ଚିନ୍ ପଡିବ, ବଟ୍ ତମମାନେ ନିଶ୍ଚୟ କରିପାରିବ ଯଦି ନ ଡରିବ। ଏମିତି କ୍ୱେଶ୍ଚିନ୍ ପଡିଲା, କ୍ୱେଶ୍ଚିନ୍ କଣ କହିଛି ଆଉ ଟିକେ ହଲିବନି କିଛି ରାସ୍ତା ଅଛି? ଯେମିତି ଥାଇପାରିବ। ହଲ ହଁ ହଲୁ ଠିକ ଅଛି, ଲେଖିବ ହଲୁ ଠିକ ଅଛି। ଜଣେ ଲୋକ ଭଲସେ ପଢିବାକୁ ବୁଝିବାକୁ ଚେଷ୍ଟା କରିବେ, ଏମିତି କ୍ୱେଶ୍ଚିନ୍ ପରୀକ୍ଷାରେ ପଡିବ। ଜଣେ ଲୋକ 20 ଲିଟର ଲେମ୍ବୁ ରସକୁ ପ୍ରତି ଲିଟର 2 ଟଙ୍କା 20 ପଇସା ହିସାବରେ କିଣିଲା। ମତେ କୁହ 20 ଲିଟର କୁ ପ୍ରତି ଲିଟର କୁ 2 ଟଙ୍କା 20 ପଇସା, ତାହେଲେ ଟୋଟାଲ କେତେ ଟଙ୍କା କିଣିଛି ତମେ ଏଠି ପାଇଯିବନି? ନିଶ୍ଚୟ ପାଇଯିବ। ଆଜ୍ଞା ସାର୍ 40 ଟଙ୍କା, ପାଇଛୁ। ଇଏ ହଉଛି 4 ଟଙ୍କା, ତାହେଲେ ହେଇଗଲା କେତେ? 44 ଟଙ୍କା। ସମସ୍ତଙ୍କ 44 ଟଙ୍କା ବାହାରିଲା? ଦେଖିଲ? Yes sir. Yes sir. Yes sir. ସାର୍ ଆଜ୍ଞା ସାର୍ ଆଜ୍ଞା 44 ଟଙ୍କା ଗଲା। ସେଥିରେ ପାଣି ମିଶେଇ ଦେଇଛି, ସେଥିରେ ପାଣି ମିଶେଇ 22 ଲିଟର କରିଦେଲା। ତାହେଲେ କେତେ ଲିଟର ପାଣି ମିଶେଇଲା କିଏ କହିବ? 2 ଲିଟର ପାଣି 2 ମିଶେଇଲା। ଲିଟର ସେ ପାଣି କହୁଛି 10% ଲାଭରେ ବିକିବ କହୁଛି। ବିକିବ କହୁଛି। ତାହେଲେ ସେ କିଣିଛି ତ ତାହେଲେ ସେ 44 କିଣିଛି ଟଙ୍କାରେ, ତ 44 ଲାଭ ଟଙ୍କାରେ। ମାନେ କେତେ? ସାର୍ ହଁ ସାର୍ ସାଉଣ୍ଡ ଟିକେ ହଉଛି, ସାର୍ ସାଉଣ୍ଡ ଟିକେ ହଉଛି। ସାଉଣ୍ଡ ଇକୋ ହଉଛି ମାନେ ଅମରନାଥ କଣ କରିଛି? ଅମରନାଥ କଣ କରିଛି? ଇୟରକୋଡ ଚାର୍ଜ ବସେଇନି, ଏୟାରପୋର୍ଟ ଚାର୍ଜ ସେ ବସେଇନି, ଗୋଟିଏ ନ୍ୟୁଜ୍ କରିବ। ସେ କିଏ ନ୍ୟୁଜ୍ କରିବ? ମ୍ୟୁଟ୍ କଲ? ମ୍ୟୁଟ୍ କଲ? ହଁ ହଁ ଅମରନାଥ ମ୍ୟୁଟ୍ କରିନି। ଅମରନାଥ ମ୍ୟୁଟ୍ କର। ହଁ, କରିଦେଇଛି। ତ ବର୍ତ୍ତମାନ 10% ପ୍ରଫିଟ ମାନେ ମତେ ମିଶେଇ ଦିଅ, ତାହେଲେ 4 ଟଙ୍କା 4 ପଇସା ମିଶେଇବ। 10% ମାନେ ସେୟା ହଉଛି, ତାହେଲେ କେତେ ହଉଛି? 48 ଟଙ୍କା 40 ପଇସା। ଏତିକିରେ ସେ ବିକିବା ଦରକାର। ସମସ୍ତେ ବୁଝିପାରୁଛ? କିଣିଥିଲା 44 ଟଙ୍କାରେ, ବିକିବ 10% ପ୍ରଫିଟ ମାନେ 44 ଟଙ୍କାରୁ 10% ଯଦି କେତେ? 4.4 ଟଙ୍କା, 4 ଟଙ୍କା 40 ପଇସା, ତାକୁ ମିଶେଇ ଦେଲେ ହେଲା 48 ଟଙ୍କା 40 ପଇସାରେ ବିକିବ। ତମେ ବୁଝିପାରିଲ? ଆଜ୍ଞା କିଏ ବୁଝିପାରୁନ? କିଏ ବୁଝିପାରୁନ? ଆରେ କୁହ ସାର୍, ସାର୍ ହଁ ମୋର ଆମେ ଗୋଟେ ବୁଝିପାରୁଛୁ। ଡାଉଟ୍ ରହିଛି। ଏଇଥିରେ ଆଜ୍ଞା ସାର୍ ଆଜ୍ଞା, କୁହ କୁହ କୁହ। ଏଇ ସାର୍ 22 ଲିଟର ଟା ଲେଖିଲେ ସାର୍ ହଁ, 2 ଲିଟର କେମିତିକା ହେଲା? ଆରେ 20 ଲିଟର ତମର ଲେମ୍ବୁ ରସ ଥିଲା, ସେ କହୁଛି ବା ପାଣି ମିଶେଇକି 22 ଲିଟର କରିଦେଇଛି, ତାହେଲେ 2 ଲିଟର ପାଣି ମିଶେଇଦବ ଆଉ ପୁଣି କଣ? ଓହୋ ହଁ ଆଜ୍ଞା ଆଜ୍ଞା ସାର୍ ତମର ଷ୍ଟାର୍ଟିଂରୁ 20 ଲିଟର ଆଜ୍ଞା ଥିଲା, ଏବେ କହୁଛି ପାଣି ଆଜ୍ଞା ମିଶେଇକି 22 ଲିଟର ହେଇଗଲା, ତାହେଲେ 2 ଲିଟର ପାଣି ମିଶେଇଦବ। ସେ କଥା ଛାଡ, ମୁଁ ଜଷ୍ଟ କହିଲି, ସେଇ କୋଶ୍ଚିନ୍ କିଛି ପଚାରିନି ସେ ବିଷୟରେ, ମୁଁ ଜଷ୍ଟ କହିଲି। ମୁଁ କହିଥିଲି ପ୍ରଥମ ତ 20 ଲିଟରକୁ ସେ କିଣିଥିଲା, କହିଛି ହେଇଥିଲା 2 ଟଙ୍କା 20 ହିସାବରେ 44 ଟଙ୍କା, ସେଠୁ 10% ଲାଭ ଦରକାର, ତେଣୁ ମୁଁ କରିଦେଲି 10% ମାର୍କେଟ ମିଶେଇ 48 ଟଙ୍କା ବିକିବ। ଏବେ ତାମାନେ ବୁଝିଲେ କଣ? ଟୋଟାଲ 22 ଲିଟରକୁ ସେ ବିକିବ 48 ଟଙ୍କା 40 ପଇସା, ହଁ ନା ନାଇଁ? ତା ଆଜ୍ଞା ପାଖକୁ ଆଉ ସାର୍ ଏବେ 20 ଲିଟର କରୁଛି, ସେ ତ ପାଣି ମିଶେଇଛି, ପାଣି ତ ଫ୍ରି, ହଁ ନା ନାଇଁ? ତାହେଲେ ଆଜ୍ଞା ଗୋଟେ ଲିଟର ପିଛା ଦେଖୁନ, ଲିଟର ପିଛା କେତେ ପଚାରିଛି? ଲିଟର ପିଛା କେତେ ଟଙ୍କା ହିସାବ କରିଲେ, ସେଥିରେ ପାଣି ସେତିକି ଥିଲେ ସେସବୁ ଲାଭ କରି 1 ହେଲେ ଟଙ୍କା କେତେ ଟଙ୍କା ହିସାବରେ ବିକ୍ରି କରିବ, ମାନେ ଲିଟର ପିଛା କେତେ ପଚାରିଛି? ତାହେଲେ 48 ଟଙ୍କା 40 ପଇସା ଡିଭାଇଡେଡ୍ ବାଇ 22। 22 ତାହେଲେ ତମେ ଏଠି ଏମିତି କରିପାରିବ ପିଲା, ତାହେଲେ ତମର 10 ମିନିଟକୁ ତଳକୁ ନେଇ ଆସିବ, 10 ମିନିଟ ନାହିଁ ଭାବିକି 100 କରିଦିଅ ହେଲା। ଦେନ୍ ଗୋଟେ ଶୂନ କାଟିଦିଅ, ପୁଣି 22 କୁ କଣିକାରେ କାଟିଦିଅ, 22 ଦୁଣେ 44, 22 ଦୁଣେ 44, ପୁଣି 10 ତାହେଲେ 2.2,
ହେଇଗଲା। ସାର୍ ଆଉ ଥରେ ଟିକେ ବୁଝେଇ ଦେବେ। କୋଉଟା ବୁଝେଇବି? କଟାକଟି ପାର୍ଟ। ଆଜ୍ଞା ସାର୍ ବୁଝିଲି। ଓହୋ ମୁଁ କହୁଛି ତମର 1 ଲିଟର ବାହାର କରିବାର ଅଛି, ତାମାନେ 48 ଟଙ୍କା 40 ପଇସାରେ ମୁଁ 22 କରିବି। ତାର ନେକ୍ସଟ ପେଜରେ 48 ଉପରେ ଲେଖିଥିଲି ଯେ ଦଶମିକ ତଳେ 22 ଥିଲା, 22 ଥିଲା ଗୁଣନ। ଏ ଯୋଉ ଦଶମିକ ପରେ ଦିଟା ଶୂନ ମାନେ 22 ଶହେ ତଳକୁ ପଳେଇ ଆସିବ। ଆଜ୍ଞା। ତାପରେ ଗୋଟେ ଶୂନ କଟିଗଲା। ତାପରେ 22 କୁ କଣ ଆଗକୁ କାଟିଲ, 22 ଦୁଣେ 44, 22 ଦୁଣେ 44, ତାହେଲେ 22/10, 22/10 2.2 ନୁହେଁ? ଆଜ୍ଞା। ଦେଖ କୋଶ୍ଚିନ୍ ନିହାତି ସହଜ ପିଲା, ପରୀକ୍ଷାରେ ପଡୁଛି ଏମିତି କୋଶ୍ଚିନ୍, ତମାନେ ନିହାତି ତାକୁ ବୁଝିବ, ବୁଝିଲେ ହିଁ କୋଶ୍ଚିନ୍ କରିପାରିବ। ଏଇ କୋଶ୍ଚିନ୍ ଦେଖ କଣ ଅଛି କୋଶ୍ଚିନ୍? ସାର୍ ଆଜ୍ଞା। ତାହେଲେ ତମାନେ ଜଲ୍ଦି କରିପାରିବ ନାଇଁ? ଏୟା ହବ। ଆଜ୍ଞା ସାର୍ ହେଲା ଏହା ଆଜ୍ଞା ସାର୍ ଠିକ ଅଛି। ସମସ୍ତେ କହୁଛ ଏୟା ହବ ତ? ସେ 96 ର 10% 9.6 ନୁହଁ? ଆଜ୍ଞା। 96 9.6 ଉପରେ ଗୋଟେ ଶୂନ ପଏଣ୍ଟ ଦେଇଦେଇକି ଶୂନ ଦେଇଦେଲି, କାହିଁକିନା ମିଶିବାକୁ ସୁବିଧା ହବ। ଚାଲ ଗୋଟିଏ ଦ୍ରବ୍ୟର ଶୁଷ୍କ ମୂଲ୍ୟ ଉପରେ 4% ରିହାତି ଦେଲା ପରେ 2% ଲାଭ ହେଲା। ରିହାତି ନ ଦେଇଥିଲେ ଶତକଡ଼ା କେତେ % ଲାଭ ହେଇଥାନ୍ତା? ଏମିତି କୋଶ୍ଚିନ୍ ପଚାରିଲା। ମୁଁ ପଚାରିଛି କିଛି ବ୍ୟସ୍ତ ହବାର କିଛି ନାହିଁ। ତମେ କଣ କରିବ, ଶୁଷ୍କ ମୂଲ୍ୟ ସିଚୁଏସନ ଆସିଲେ ତମେ ଏମିତି କରିବ ବୋଲି ତମକୁ କହିଥିଲି। cost price, market price, selling price, 4% ରିହାତି ଏଇଠି ଦିଆଯାଏ। ସାର୍ ରିହାତି ରିହାତି ଏଇଠି ଦିଆଯାଏ। ନା ସାର୍। ସେଇଟା ପଚାରୁଛି। ପ୍ରାଇସ୍ ଆଉ ସେଲିଂ ସାର୍ ରିହାତି କେତେ? ପ୍ରାଇସ୍ 4% ଡିସକାଉଣ୍ଟ ଦେଲ, ଦେନ୍ 2% ଲାଭ, ତାହେଲେ 2% ପ୍ରଫିଟ। ତାର କୋଶ୍ଚିନ୍ କିନ୍ତୁ ଅଲଗା କହିଛି। ସେ କୋଶ୍ଚିନ୍ କହିଛି ଯେ ରିହାତି ନ ଦେଇଥିଲେ ଶତକଡ଼ା କେତେ ଲାଭ ହେଇଥାନ୍ତା, ହେଲା। ସେ କିଛି ଭ୍ୟାଲୁ ଦେଇନି, ତମକୁ ଭ୍ୟାଲୁ ଧରିକି ହିଁ କରିବାକୁ ପଡିବ, ହେଲା। ତାହେଲେ 100 ଆଉ ଗୋଟେ ହଁ, ତାହେଲେ ଆମେ ଗୋଟେ କାମ କରିବା, ମନେକର ଯୋଉଟା ସୁବିଧା ହବ ସେମିତି ଧରିବା, ହେଲା। ଏକ୍ସ ଏକ୍ସ କାଇଁ ଧରିବ, ଗୋଟେ ଧରିବ ଯେମିତି କି ସବୁଠୁ ସୁବିଧା। 100 100 ଏମିତି 100ରେ ଟିକେ 2% 4% ଟିକେ କଷ୍ଟ ହବ, ତେଣୁ 1000 ଧର। ତାହେଲେ ଆଜ୍ଞା ସାର୍ 1000 ଯଦି ତମର କିଣା ମୂଲ୍ୟ, 2% ଲାଭ ମାନେ 1000 2% କେତେ? 20 ନୁହଁ କି? ମାନେ ଦେଖ ତମେ ଯଦି କନଫ୍ୟୁଜନ କିଛି ହବା ଦରକାର ନାହିଁ। ମୁଁ କହୁଛି 1000 ଆଜ୍ଞା ସାର୍ ଧରିଛି, ଆଜ୍ଞା 2% 20 10% ହେଲେ ତମେ 100 କହୁଛ, 2% ହେଲେ ମାନେ 1% ହେଲେ ତମେ ଏଠିକି ପଳେଇ ଆସିବ, ହଁ ନା ନାଇଁ? 100 ଦ୍ୱାରା ହରିବ, ଆଜ୍ଞା ତାହେଲେ 10 ହେଲେ 1% ଯଦି 10, 2% 20, ତାହେଲେ 1020। ତାହେଲେ 1020ରେ ତ ବିକ୍ରି ହବ, ହଁ ନା ନାଇଁ? ଆଜ୍ଞା। ତାହେଲେ ତମର ମାର୍କେଟ ପ୍ରାଇସ୍ କେତେ ହେଇଥିବା ଦରକାର? ମତେ କୁହ 4% ଡିସକାଉଣ୍ଟ ପରେ ଏଇଟା ହେଇଛି 1020। 4% ଡିସକାଉଣ୍ଟ ପରେ 1020 ବିକ୍ରି ହେଇଛି ନା ନାଇଁ? ଏଠି ଯୋଉ 4% ଡିସକାଉଣ୍ଟ ହେଲା ପରେ ଯାଇ 1020 ବିକ୍ରି ହେଇଛି। ଆଜ୍ଞା ସାର୍। ତାହେଲେ 4% ଡିସକାଉଣ୍ଟ ମାନେ କେତେ ପରସେଣ୍ଟ? 96%। ତାହେଲେ 96% ହଉଛି 1020। ଆମେ ଯଦି ମାର୍କେଟ ପ୍ରାଇସ୍ ପାଇବାକୁ ଚାହୁଁଛୁ ତାହେଲେ 100% ପଚାରିବା। ତାହେଲେ 100 ଗୁଣନ 1020/96, ତା ଦେହରେ କାଟି ହବ, କାଟି ପକାଅ। ଭଗବାନଙ୍କୁ ଡାକ 4 କଟିଯାଉ। 47 50
24 25 24 को बढ़िया टोटल कटिବ ତ 24 75 20 24 ଶହେ କୋଡ଼ିଏ ନାହିଁ ଏମିତି କର ନର୍ମାଲ କର 24 96 କଟିବ ନା ଦେଖିବା ଡାଇରେକ୍ଟ ନା 24 96 96 ରଖିଲା ପରେ କେତେ ରହିଲା 96 ରଖିଲା ପରେ 60 60 କଟୁନି ନାଇଁ ନା ମାନେ क्वेश्चन आंसर बाहर बोली से कथा पड़ेनी जोटा ही बाहर सेटा ही लिखिबे से कथा पड़ेनी तो हाँ ठीक है कोनटा होची एकदम से लाइट कहा बोलना हजार के बारिश ତାର 12 ଦ୍ଵାରା ହେଇଛି ନା ମାନେ କିଛି ଅସୁବିଧା ନାହିଁ 25 ବାଇ 24 ଥିଲା ତମେ ଆକୁ କାଟିଦିଅ 2 କରେ 12 2 3 4 2 2 10 ପୁଣି 2 করে କାଟିଦିଅ 6 2 2 4 2 5 10 2 5 10 ଏତିକି ହେଇକି ରହିଛି ପୁଣି କଟିବ ଯେ 3 କରେ 3 2 6 3 8 ସାର୍ 3 15 ହଁ ଏୟା ହେଲା ବା 25 ଗୁଣନ 85 ବାଇ 2 ଏୟା ହେଲା ତ 85/2 ନା ଆଉ ଗୋଟେ ଅଛି ଏପାଖେ 25 ଥିବ 25 ଗୁଣନ 85 ବାଇ 2 ଏୟା ହେଲା ତାକୁ ଯଦି ଆଉ କାଟି ପାରିବ ପିଲା ଭଲ ଆଉ ଗୋଟେ କାମ କର ତଳେ 5 ଉପରେ 5 ଗୁଣିଦିଅ ହେଲା ମାନେ କଣ କଣ 10 ମିନିଟ୍ କରିବା ପାଇଁ 10 ମିନିଟ୍ କରିବା ପାଇଁ ଯଦି ଆମେ କରନ୍ତି ନା ତାହେଲେ ଆକୁ ଟୋଟାଲ ଗୁଣିଦିଅ 85 25 ଗୁଣନ ତମେ ଅଲରେଡି ଜାଣିଛ 4 ଦ୍ୱାରା କରିବା ତାହେଲେ 4 ଦୁଣେ 8 4 କୁ 4 4 ଦୁଣେ 8 4 ପଞ୍ଚା 20 ଇଏ ଏତିକି ହେଲା ଦେନ୍ ଇଣ୍ଟୁ 5 ପୁଣି 2 ଦ୍ୱାରା ଇଣ୍ଟୁ 5 ଏମିତି ଅଛି ତଳେ ଭାଇ 10 5 ଦ୍ୱାରା ଗୁଣନ ଫର୍ମୁଲା କଣ କହିଥିଲି ଡିଭାଇଡେଡ୍ ବାଇ 2 2 के 2 212 2 दुणे 4 2 पंजे 10 10 मिनट 106.525 106.25 ମାନେ ହଉଛି ସରି 106 ପାଇଁ ହବ ହବା କଥା ଯେହେତୁ ପରେ 1062 ହବ 1062 1062.5 10 ମିନିଟ୍ ଟିକେ ଦେଖିଲ କଣ କଲି ଭୁଲ କଲି 5 ଗଣିଦେଲି ହେଲେ କେତେ ହଉଛି ହଁ ହଁ 5 ହେଲା 1062 ହେଲା ଏଠି ଗୁଣଟା କେତେ ହେଲା କହନି 5 କି 5 12 200 ସରି 2 के 2 212 ଦେନ୍ 2 ଦୁणे 4 ଦେନ୍ ସେପଟେ ଦିଟା ଶୂନ ଦେବାର ଥିଲା ଠିକ ଅଛି ପିଲା ତାହେଲେ ତମର ଏଟା ହେଲା କେତେ 1062.5 ତାହେଲେ ତମେ ଦେଖୁଛ 1000 ଟଙ୍କାରେ କିଣିଥିଲ 62 ଟଙ୍କା ଅଧିକ ବିକୁଛ ତମ ଲାଭ କେତେ ହେଲା ନା 62 ଟଙ୍କା ଅଧିକ ହେଲା 62 ଟଙ୍କା 5 ପଇସା 50 ପଇସା ସେଇଟାକୁ ତମେ ଯଦି ପରସେଣ୍ଟେଜରେ କରିବ ସେମିତି କରିବ କେତେ ପରସେଣ୍ଟ ସୂତ୍ର ହଉଛି ପରସେଣ୍ଟେଜ ଟିକେ ଲମ୍ବା ହେଇଗଲା କୋଶ୍ଚିନ୍ କାହିଁକି ନା ଆମେ 1000 ଧରିଲ ବୋଧେ ଆଉ କିଛି ୱେରେ ଧରିଥିଲେ ଟିକେ ଜଲ୍ଦି ବାହାରିଥାନ୍ତା ଦେଖିବା କାଲି ପାଇଁ ସେଇ କୋଶ୍ଚିନ୍ 62.5 ଲାଭ ବାଇ କିଣା ମୂଲ୍ୟ 1000 ଇଣ୍ଟୁ 100 দুইটা শূন্য কটিগলা তাহলে 6.25 হবো তোমার উত্তর 6.25 ଏଇଠି ଯୋଉଠି ଅଛି ଏଇଠି ଅଛି ଏଇଟା ঠিক ଏତେ ଚିଟିମିଟିଆ ହେଇଯାଇଛି ପିଲା ବଟ୍ ଆକୁ ଆମେ ସୁବିଧାରେ ଖାଲି କରିକି ଚେଷ୍ଟା କରିବା 6.25 ହବ କିଛି ନଥିଲା ବଟ୍ ଆମେ ଯେହେତୁ 1000ଟା ଧରିଲେ ସାଙ୍ଗେ ଠିକ କଲାନି 45 ଏଇଟାକୁ ଆଉ ଥରେ କରିବାକୁ ଚେଷ୍ଟା କରିବା 100 ଧରି ତାର ଠିକ ହେଇଯିବ ତାହେଲେ এটা তো ଥିଲା cost price market price and selling price তো এটা କଣ କହିଥିଲା ଏଠି 4% ରିହାତି 4% ରିହାତି ପ୍ରଫିଟ୍ ହଉଛି 3% ତ ଏଇ ଜାଗାରେ ଅଛି ତାହେଲେ ଆମେ 100 ଏଠି ଧରିଲେ ତାହେଲେ ଏଟା ହବ 102 ସେଲିଂ ପ୍ରାଇସ୍ 2% ଲାଭରେ ବିକ୍ରି ହେବା କଥା 4% ରିହାତି ଏଠି ହେଉଛି ତାହେଲେ 96% ହଉଛି 102 100%
ଟିକେ ଟିକେ ଆଡଜଷ୍ଟ ହବ ମତେ ଲାଗୁଛି। ସେମ୍ ସିଚୁଏସନ ହେଲା 48, ଦେନ୍ ଏଟା ହେଲା 50, ଦେନ୍ 24, ଦେନ୍ ଏଟା ହେଲା 25, ଦେନ୍ ଆକୁ ତମେ କାଟି ଚାଲିଥିଲ ଯାହା ହେଇଥିଲା ଉପରେ ହେଇଥିଲା କେତେ ଲାଷ୍ଟ 51, 52 ପୁଣି 3 କରି କାଟିବ 312, 3 के 3 3 17 25 ଇଣ୍ଟୁ 17 ବାଇ 4 ସେଇ ଇକ୍ୱେସନ ଆସିଲା। ପୁଣି ଗୁଣିକି ହରିଦେଲା ପରେ ଏଠି ପାଇବ ତମେ କେତେ ପଏଣ୍ଟ 106.55 ଏ 106.255 ଏତିକି ପାଇବ 106.25 ପାଇବ। ପାଇଗଲା ପରେ ତମେ ଦେଖିଲେ ଯେ 6 ଟଙ୍କା 25 ପଇସା ଲାଭ ହଉଛି ସେଇଟା ହେଲା ଉତ୍ତର। 6 ଟଙ୍କା ମାନେ 6.25% ଲାଭ ହଉଛି ସେଇଟା ହେଲା ଉତ୍ତର। ଏମିତି କରିପାର। ତ ପିଲା ଏମିତି କିଛି କୋଶ୍ଚିନ୍ ଗୋଟେ ଗୋଟେ ଆସିବ ତମକୁ ଏମିତି ଭାବିକି ତାର ଉତ୍ତର ଦେବାକୁ ପଡିବ। ଯଦି ସାଙ୍ଗେ ସାଙ୍ଗେ ଏମିତି ଦେଖିକି ତମେ ନହେଲେ ଏଠି 102 ପାଇଗଲା ପରେ ଅପସନ ଯଦି ୟୁଜ କରିପାରିବ 102 ଅଛି 4% ଡିସକାଉଣ୍ଟ ତାହେଲେ ଅପସନ ଏଠି 16% ଦେଇଛି। ଏଟା ହବନି ଏଠି 12% ଦେଇଛି ଏଠି 11% ଦେଇଛି 6% ଦେଇଛି। ତମେ 102 ଦେଖୁଛ ଟିକେ ଖାଲି ଉପରକୁ ଯିବ 4% ହେଇଛି ତାହେଲେ 6% ପାଖାପାଖି ହବ। ଏଠି 3% 6% 4% 6% ପାଖାପାଖି ହବ। ଏମିତି କରିକି ଏଇଟା ଯଦି ଡାଇରେକ୍ଟ ଉତ୍ତର ଦେଇପାରିବ। ବଟ ଏଇ ଜାଗାରେ ପହଞ୍ଚିବାର ଅଛି। ଏଇ ଜାଗାରେ ପହଞ୍ଚିଲେ ତମେ ଅପସନ ବି ଉତ୍ତର ପାଇପାରିବ। ବୁଝିହେଲା? ଆଜ୍ଞା ସାର୍। ହଁ। ସାର୍ ମୁଁ ଆପଣଙ୍କୁ ଫଟୋ ସେଣ୍ଡ କରିଛି ସେଠି ମୋର ଟିକେ ଏନ୍ସାର କୁହନ୍ତୁ ନା ସାର୍ କେମିତିକା ହବ ମାନେ? ଓକେ ନିଶ୍ଚୟ ଦେଖିବା ବଟ ସମୟ ତମେ ଟିକେ ଆଗରୁ କହିଥାନ୍ତା ଟଙ୍କାରେ 15 ଏଇଟା ବୋଧେ ଆମେ କଲେ ଏବେ କରିନେ ତ ନାଇଁ ଏଟା କରିନେ। ଆଜ୍ଞା ସାର୍। ଟିକେ ସେଇଟା ନା ସେମିତି କରୁଛି ନା ଟିକେ ଖାଲି ମାନେ ଅଲଗା ଟିକେ କରିଛି। ଟଙ୍କାରେ 15ଟି ଲେଖାଏ ଲେମ୍ବୁ ବିକିବାରୁ 9% କ୍ଷତି ହେଲା। ଟଙ୍କାରେ କେତେଟି ଲେଖାଏ ଲେମ୍ବୁ ବିକିଲେ 5% ଲାଭ ହେବ। ମାନେ ଟିକେ ଚେଞ୍ଜ କରିଛି ଏକୁ ତମେ ସମସ୍ତେ ଟ୍ରାଏ କରିବ ମୁଁ ଆକୁ କାଲି ବୁଝେଇବି ସମୟ କମ ଅଛି। ଗୋଟିଏ ଗାଈକୁ 26 ଟଙ୍କାରେ ବିକ୍ରି କରି 10% କ୍ଷତି ହୁଏ ଗାଈର କମ ଏଟା ତ ସାଙ୍ଗେ ସାଙ୍ଗେ କରିଦବ ପିଲା। ଆଜ୍ଞା ସାର୍ 90% ଦେଇଛି 2600 100% ପଚାରିବୁ ହେଲା। 3600 ଟଙ୍କାରେ ବିକ୍ରି କଲେ 10% କ୍ଷତି ହୁଏ। କେତେ ଟଙ୍କାରେ ବିକ୍ରି କରିଲେ 20% ଲାଭ ହବ ତାହେଲେ ସିମ୍ପଲି 90% ହଉଛି 3600 120 4800 କେତେ ସାର୍। ଏଇଟା ହଁ ଏଇଟା କରିଥିଲେ ଆମେ ହଁ। ଓକେ ସାର୍ ତାପରେ ସେଠୁ ହଉଛି ହେଇଯିବ ହଁ ଗୋଟେ ଜିନିଷକୁ ହଁ ଏଇଟା କରିପାରିବ। 66 ଟଙ୍କା ବିକିଲେ ଏତିକି ଲାଭ ହୁଏ 34 ଟଙ୍କା ବିକିଲେ କେତେ ଲାଭ ହବ? ସିମ୍ପଲି ଯେତିକି ଦେଖ ଭଲସେ ଦେଖ। 66 ଟଙ୍କାରେ ବିକିଲେ ତମର 52% ଲାଭ ହଉଛି ତାମାନେ ଏଇଟା କେତେ ପରସେଣ୍ଟ? 152%। 152% ହଉଛି 76 କିଣା ମୂଲ୍ୟ ପାଇଯିବ 100% ପଚାରିବି। କିଣା ମୂଲ୍ୟ ପାଇଗଲା ପରେ ସେଇଟାରୁ ଏତିକି ଟଙ୍କା ଫେଡିଦବ ସେଇ ଟଙ୍କା ପାଇଯିବ ଆଉ କଣ କିଣା ମୂଲ୍ୟ ପାଇଗଲା ଧର କିଣା ମୂଲ୍ୟ ପାଇଲେ ତମେ 20 ତାହେଲେ 20 ଟଙ୍କା ତମେ କିଣିଛ 64 ଟଙ୍କାରେ ବିକୁଛ ତାମାନେ ତମ ଲାଭ କେତେ ହେଲା 54 ଟଙ୍କା ବୁଝିପାରୁଛ ଆଜ୍ଞା ତ ସେଇଟା ତମେ 100% ପଚାରିକି ପାଇଲେ ପାଇଯିବ। ତ ତମେ ଏମିତି କରିବାକୁ ଚେଷ୍ଟା କରିବ ପିଲା ବଡ ପିଲାଙ୍କର କ୍ଲାସ ଅଛି ମୁଁ ବି ତମ କୋଶ୍ଚିନ୍ ନବାକୁ କହିଲ ମୁଁ କୋଶ୍ଚିନ୍ ନବାକୁ ଯାଉଛି। ସାର୍ ଟେଲିଗ୍ରାମ ତମେ ରେ ସବୁବେଳେ ସାର୍ ଏଟା ଟେଲିଗ୍ରାମ। ତମେ ଏମିତି କାହିଁ କୋଶ୍ଚିନ୍ ଟା ପଠଉଛ ସବୁବେଳେ? ସାର୍ ସେ ରୋଟେଟ ନ କଲାକୁ ହଉନି ଯାଉନି। ଏକାବନ ହେଇଗଲା ରେ ପିଲା ଦେଖ ଲାଗୁନି। ଟିକେ ରୁହ।
देखा ना पिला देखा गला अरे देखा गला काहे गला नहीं ଆଜ୍ଞା ସାର୍ ଆଉ ପିଲାମାନେ କହୁନାହାନ୍ତି। ଜଣେ ବ୍ୟବସାୟ ଦୁଇଟି ରେଡିଓ ସେଟକୁ 1000 ଟଙ୍କାରେ କିଣି 20% ସେଥିରୁ ଅନ୍ୟଠୁ 20% ଲାଭ। ଏଇ କ୍ୱେଶ୍ଚିନ୍ ଟା ଥିଲା ମୁଁ ସ୍କିପ୍ କରିଦିଅ। ଦେଖ ये क्वेश्चन अलगा ये क्वेश्चन प्रथम तम ଥିଲା ସ୍କିପ୍ କଲେ ଏଇ ହିସାବରେ ଏଇଟା ମୁଁ ଯୋଉ ପଢିଲି ଯୋଉ ତା ଆଗରେ ପ୍ରଥମ କ୍ୱେଶ୍ଚନ୍ ଥିଲା ମାନେ ସେକେଣ୍ଡ ଇଏ ତ ଯାହା ବି ହଉ ଦେଖ ଭଲ ସେ क्वेश्चन ये क्वेश्चन अलगा କହୁଛି ଆଉ ଦେଖିବ ତମେ କହିବ ସାର୍ 20% କ୍ଷତି 20% ଲାଭ ତମ 4% ପ୍ରଫିଟ୍ ହବା ଦରକାର ବଟ୍ ତମ क्वेश्चन ଦେଖ ଗୋଟିଏ ବ୍ୟବସାୟୀ ଦୁଇଟି ରେଡିଓକୁ 1000 ଟଙ୍କାରେ କିଣିଛି ଏଠି କହିନି ଯେ ବିକିଲାରେ ଏତିକି କ୍ଷତି ହେଲା ଏତିକି ଲାଭ ହେଲା ଏଠି କିଣା ମୂଲ୍ୟ ଦେଇଛି କିଣି ଆଜ୍ଞା ବୁଝିପାରୁଛ କିଣି ତମର ସେସବୁ क्वेश्चन ଥାଏ ଯେ ଦୁଇଟି ରେଡିଓକୁ 1000 ଟଙ୍କାରେ ବିକିଲା ମାନେ ହଜାର ଟଙ୍କା ପ୍ରତିଟିକୁ 1000 ଟଙ୍କାରେ ବିକିଲା 20% ଲାଭ ହେଲା 20% କ୍ଷତି ହେଲା ସେତେବେଳେ 4% ପ୍ରଫିଟ୍ ସେ 4% ତମ କ୍ଷତି ବୋଲି ତମେ କହିଥାନ୍ତ ଲସ୍ ବୋଲି କହିଥାନ୍ତ ବୁଝିପାରୁଛ ଏଟା ସେ क्वेश्चन ନୁହେଁ କି क्वेश्चन କହିଛି ଦିଟା ରେଡିଓ ଇଏ ଗୋଟେ ରେଡିଓ ଆଉ ଗୋଟେ ରେଡିଓ ଏଇ ଦିଟାକୁ ବିକିଛି 1000 ଟଙ୍କା ସେ କିଣିଛି 1000 ଟଙ୍କା ବୁଝିହେଲା ଆଜ୍ଞା ତାହେଲେ ମୁଁ ଯଦି କହିବି ଏଟାକୁ ଯଦି 600 ଟଙ୍କାରେ କିଣିଛି ଏଟାକୁ 400 ଟଙ୍କାରେ କିଣିଥିବ ଆଜ୍ଞା ସାର୍ ସାର୍ 500 ହେଲେ 500 ବି ହବ ସେ 200 700 800 ବି ହବ ତେଣୁ ଆମେ କିଛି ଜାଣିନି ଆଜ୍ଞା କିଛି ବି ହେଇପାରେ ନା ଦେଇଦିଅ ହେଲା ହଁ ନା କ୍ଲାସ ଚାଲିଛି ଏବେ ଓହୋ କାହିଁକି କାହିଁ ଆଣିଲ ତମେ ଚାର୍ଜର କାହିଁ ଆଣିଲ କୋଉଠି ସେଟ୍ କଲ ମତେ କହିବା କଥା ନୁହେଁ ହଉ ହଉ ହୁଁ ହଁ ଆସିକି ରୋଷେଇ କରିଥିଲି ଖାଇଛି ହଉ ହଉ ତ ଏଠି ଆମେ ଜାଣିନେ ଯେ କୋଉଟା କେତେ ଟଙ୍କା ଦେଇଛି ତେଣୁ ଏଇଟା ଯଦି ତମର ଏକ୍ସ ହେଲା ଏଇ ଯୋଉ ଏଟା ଫାର୍ଷ୍ଟ ରେଡିଓ ଏଟା ସେକେଣ୍ଡ ରେଡିଓ ଏଟାକୁ ତମେ 1000 ମାଇନସ୍ ଏକ୍ସ ରେ କିଣିଥିଲ ଏମିତି ମୁଁ କରିବାକୁ ପଡିବ କାଲି ଏମିତି ଏକ୍ସ ଧରିବାକୁ ପଡିବ ଆର ଅଲଟରନେଟିଭ କିଛି ନାହିଁ ସେମିତି ଆମକୁ କରିବାକୁ ପଡିବ ଦେଖୁନ ଏଟା ଯଦି 600 ହେଲା ଆଉ ଗୋଟେ 400 କୋଉଠି ପାଇଲ 1600 ଫେରିଲା ପରେ ପାଇଲ ନା ନାଇଁ ଏଇଟା ଯଦି 200 ଆଜ୍ଞା ହେଲା ଏଇଟା 800 କେମିତି 1000 ରୁ 200 ଫେରିଲା ପରେ ପାଇଲ ନା ଠିକ ସେମିତି ଏଇଟା ଯଦି x ହେଲା ଏଟା ଆଉ 1000 ମାଇନସ୍ ଏଇ ପ୍ରୋସେସ ରେ ତାକୁ କରିବାକୁ ପଡିବ ମୁଁ କାଲି କରିକି ଦେଖିବି ତମେ ଉତ୍ତର ପାଇଯିବ ହେଲା ମାନେ ଏମିତି ହବ ଟିକେ ଖାଲି ଏଇ ଲେଖିଦଉଛି ସେତିକି ଲେଖି ସେମାନେ ସରି କରିବାକୁ ଚେଷ୍ଟା କରିବେ ତାହେଲେ ଏଇଟା ଯୋଉ ପ୍ରଥମ ରେଡିଓକୁ କିଣିକି ରଖିବେ ବିକିବି କେତେ 20% କ୍ଷତି ମାନେ କେତେ 80% ବିକିବି ଗଲା ମିଶାନ୍ତେ ନା ମିଶାନ୍ତେ ସେକେଣ୍ଡ ରେଡିଓକୁ କିଣିବି କେତେ ଟଙ୍କାର 1000 ମାଇନସ୍ ଏକ୍ସ ବିକିବି କେତେ ଟଙ୍କାର ପିଲା 20% ଲାଭରେ ତାମାନେ 120 ବିକିବି is equal to that ତମର x ଥିଲା କଣ ପ୍ରଥମ ରେଡିଓ କିଣା ମୂଲ୍ୟ ଇଏ ଦ୍ୱିତୀୟ ରେଡିଓ କିଣା ମୂଲ୍ୟ କେତେ 1000 ମାଇନସ୍ କୋଶ୍ଚିନ୍ ପଚାରିଛି ତେବେ ଦୁଇଟି ରେଡିଓର ସମାନ ଯଦି ଗୋଟିଏ ସେଟ୍ ଯଦି ରେଡିଓ ସେଟ୍ର ବିକ୍ରି ମୂଲ୍ୟ ସମାନ ହୁଏ ସେ ପ୍ରତ୍ୟେକର କ୍ରୟ ମୂଲ୍ୟ କିଣା ମୂଲ୍ୟ ପଚାରିଛି ହେଲା ତାହେଲେ କିଣା ମୂଲ୍ୟ ପଚାରିଛି ନା ବ୍ୟବହାର କରିବି ବୁଝିଲା କିଣା ମୂଲ୍ୟ କଣ ମାନେ ଇଏ ଏକ୍ସଟ୍ରା ପଚାରିଛି ଏକ୍ସଟ୍ରା ପାଇଗଲେ ଏଟା ପାଇଗଲେ ସେଟା ପାଇଯିବ ଏଇଠି ଏଇଟାକୁ ସଲ୍ଭ କରିପାରିବ ପିଲା ପିଲା ଏତିକି ସଲ୍ଭ କରି ଇକ୍ୱେସନ ସଲ୍ଭ କରି ଏକ୍ସ ପାଇପାରିବ
ଏଠି କଥା ବନେଇଗଲାନି ଏଇଟା ବି ସଲ୍ଭ କଲେ ଉତ୍ତର ପାଇବ ହେଲା। ସେମିତିକୁ ସଲ୍ଭ କରିବାକୁ ସବୁଠୁ ଭଲ ରାସ୍ତା ମୁଁ ଏଇଟା ଦେଖ ଦିଟା ଶୂନ ଏଠି ଲେଖିଦବ ଏ 100 କୁ କାଟିଦବ ଏ 100 କୁ କାଟିଦବ କେମିତି ହେଲା ମୁଁ କାଲି ବୁଝେଇବି। ତାହେଲେ ତମର ଉତ୍ତର ବାହାରିକି ଆସିବ 80x ପ୍ଲସ 1000 ସହିତ 120 ଗୁଣ କେତେ ହବ 120 ହେଲେ ତିନିଟା ଶୂନ ମାଇନସ 120x ଏଠି ଲକ୍ଷ୍ୟ ଦେବି। ତାପରେ ଏଇଟା କେତେ ହଉଛି ମାଇନସ ରେ କେତେ ମାଇନସ ରେ 40 ବୋଧେ 40x ଏଟା କେତେ 1,20,000 ସେଠି 1 ଲକ୍ଷ ଫେଡି ହେଇଗଲେ ଯାଇକି ମାଇନସ 20,000 ହବ ମାଇନସ ମାଇନସ କଟିଗଲା ତାହେଲେ x କେତେ ହବ 40 ଟା ସେଠି କଟିଗଲେ 40 ଜାଗାରେ ଗୋଟେ ଶୂନ 500 ଗୋଟେ ଶୂନ କାଟିଦେବେ 500 ସାର୍ 5 ବାହାରିଗଲା 5 ତାହେଲେ ତାହେଲେ ଏଟା ହବ 500 ଏଟା ହବ ସେମିତି ହେଲା ରଖୁଛି ପିଲା। କାଲି ଆସିବ ରେ 7ଟା 25 କାଲି ମୋ ଦେହ ଭଲ ଥିବ। ଆଜ୍ଞା।